ସ୍କୁଲ ଟାଇମ୍ରୁ ହିଁ ଷ୍ଟାର୍ଟ ହେଇଯାଏ। ଯେତେବେଳେ ମ୍ୟାଡ଼ାମ୍ ପଚାରନ୍ତି, ସାର୍ ପଚାରନ୍ତି ଆରେ ତୋ ଜୀବନ ଲକ୍ଷ୍ୟ କ'ଣ, ସେ କହେ ମୁଁ ପୋଲିସ ଚାକିରି କରିବି। କିଏ ଦେଖିବ NCC ସେବେ ଥାଏ, NCC ଦେଖି କହିବ ମୁଁ ପୋଲିସ ହେଇଯିବି, କିଏ କହିବ ମୁଁ ଡକ୍ଟର ହେଇଯିବି। ଆଜ୍ଞା ଜୀବନରେ ଡକ୍ଟର, ପୋଲିସ, କିଏ କହିବ ମୁଁ ଆର୍ମିରେ ପଳେଇଯିବି। ଆଜ୍ଞା ସମସ୍ତେ ତ କୁହନ୍ତି ଯେତେବେଳେ କଲେଜ ଶେଷ ହେଇଯାଏ 100ରୁ 10 ଜଣ ଜବ୍ ପାଆନ୍ତି। ଆଉ ସମସ୍ତେ କିଏ ବାଲି ମିସ୍ତ୍ରୀ ଯାଏ, କିଏ ଇଟା ମିସ୍ତ୍ରୀ ଯାଏ, କିଏ ବାଙ୍ଗଲୋର ଯାଏ, କିଏ ମୁମ୍ବାଇ ଯାଏ, କିନ୍ତୁ ସ୍ୱପ୍ନ ଆଜ୍ଞା ସାକାର ହେଉନି। ସେଥିପାଇଁ ସେମାନଙ୍କୁ ମୁଁ ଆଜ୍ଞା କହେ ଖାଲି ଆଜ୍ଞା ଜୀବନର ଏମ୍ ଯାହାର ଷ୍ଟ୍ରଙ୍ଗ ଅଛି ନା, ଯେଉଁ ମଣିଷ ଜିଦ୍ ଖୋର ନା, ଏଗୁଡ଼ା ଆଜ୍ଞା କିଛି ଦରକାର ନାହିଁ। ଆପଣ ଏମ୍ ପଥରେ ଚାଲନ୍ତୁ। ବିଜନେସ୍ରେ ଏତିକି ପଇସା ଅଛି ଆଜ୍ଞା, ଆର୍ମି ଏୟାରଫୋର୍ସ ଏଥିରେ ବି ସେତିକି ନଥିବ ଆଜ୍ଞା। ତା ବୋଲି ନୁହେଁ ଯେ ଆର୍ମି ଏୟାରଫୋର୍ସ ଖରାପ ନୁହେଁ, ସେ ହେଉଛନ୍ତି ତାଙ୍କରି ପାଇଁ ମାନେ ବଞ୍ଚିଛେ। କିନ୍ତୁ ଯେଉଁମାନେ ଚାହୁଁଛନ୍ତି କି ମୁଁ ଜୀବନରେ ସକ୍ସେସ୍ ପାଇପାରିଲିନି, ଆର୍ମି ହେଲାନି, BSF ହେଲାନି, ଡାକ୍ତରଟେ ହେଇପାରିଲିନି, ଆଜ୍ଞା ସବୁକିଛି ହେଇପାରିବ ଯଦି ଆପଣଙ୍କର ଏମ୍ ଆପଣଙ୍କ ପାଖରେ ଅଛି ନା। ଆପଣ ସେଇଥିରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା କମେଇ ପାରିବେ। ଆଉ ଇଣ୍ଡିଆ ତ ବିଜନେସମ୍ୟାନଙ୍କର କଥା ଆପଣ ଜାଣିଥିବେ। ଜୀବନରେ ଜିତଖୋର ହେବା ଶିଖନ୍ତୁ। ଆଉ କ'ଣ ପାଇଁ? ନିଜ ଜୀବନର ସଂଘର୍ଷକୁ ସୁଖରେ ପରିଣତ କରିବା ପାଇଁ। ଦିନେ ନା ଦିନେ ଆପଣ ନିଶ୍ଚିନ୍ତ ଭାବରେ ଆପଣ ଏମ୍ ସକ୍ସେସ୍ ପାଇପାରିବେ। ଖାଲି କହିଦେଲେ ଆଜ୍ଞା ହେବ ନାହିଁ। ସଂଘର୍ଷକୁ ଏମ୍ର ସକ୍ସେସ୍ କରିବା ପାଇଁ ହେଲେ ଜିତଖୋର ଦରକାର, ନିଜ ଏମ୍କୁ ସକ୍ସେସ୍ କରିବା ପାଇଁକା।